মন্ডলী কংগ্রেস পক্ষରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛୁ। କରାଯିବାର ଉଦ୍ଦେଶ୍ୟ ଗତ 30 ମେ 2024 ଆମ ପ୍ରିୟ ବିଧାୟକ କଂଗ୍ରେସ ଦଳର ବିଧାୟକ ଓଡ଼ିଶା ସିଏପି ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର ତାରଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଡାକି ନନ୍ଦପୁରଠାରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହିତ ସମସ୍ତ ଲୋକଙ୍କୁ ତିନିଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ବିଧାୟକଙ୍କ ତରଫରୁ ସମସ୍ତଙ୍କୁ ଇନଫର୍ମେସନ୍ ଦିଆଯାଇଥିଲା। ତତ୍ସହିତ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସମସ୍ତଙ୍କୁ ବିଧିବଦ୍ଧ ଭାବରେ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ କିଛି ନିର୍ବାଚନ ପ୍ରତିନିଧି ଯୋଗ ଦେଲେ ଏବଂ କିଛି ଯୋଗ ଦେଲେ ନାହିଁ। ଯେତେବେଳେ କାର୍ଯ୍ୟକ୍ରମ ଚାଲିଥିଲା ସେ ଭିତରେ କିଛି ଅସାମାଜିକ ଲୋକ ଯେଉଁମାନେ କି ସରପଞ୍ଚଙ୍କ ସ୍ୱାମୀ ବୋଲି ପରିଚୟ ଦେଉଛନ୍ତି ବା ସରପଞ୍ଚ ପ୍ରତିନିଧି ବୋଲି ପରିଚୟ ଦେଉଛନ୍ତି, ସେମାନେ ଜବରଦସ୍ତ ଦଶାଇ ପଶାଇବାକୁ ଚେଷ୍ଟା କରୁଥିଲେ, ଦ୍ୱାରା କି ସେଠି ବିଶୃଙ୍ଖଳା ଆରମ୍ଭ ହୋଇଥିଲା। ତାହାକୁ ନେଇକି ଆମର ପୂର୍ବତନ ବିଧାୟକ ଯିଏ ଅଛନ୍ତି ପ୍ରଫୁଲ୍ଲ କୁମାର ପାଙ୍ଗି, ସେ ତାକୁ କେନ୍ଦ୍ର କରି ବିଭିନ୍ନ ପ୍ରକାର ଆଳରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ଏବଂ ଗାଁ ଗହଳିରେ ଲୋକଙ୍କୁ ବିଭ୍ରାଟ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରଚାର ପ୍ରସାର କରୁଛନ୍ତି। ସେଥିପାଇଁ ଆଜି ତାଙ୍କ ବିରୋଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବା ସତ୍ୟଟା ଉନ୍ମୋଚନ କରିବା ପାଇଁ ଆମେ ଆପଣମାନଙ୍କୁ ଏ ସାମ୍ବାଦିକ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରୁଛୁ। ବର୍ତ୍ତମାନ ବିଧାୟକ ହେଲା ପରେ ସେ ଯେଉଁ କହୁଛନ୍ତି ଯେ ଉନ୍ନୟନମୂଳକ କାମ ହେଉନାହିଁ, କିନ୍ତୁ ଆପଣ ଦେଖିବେ ଗତ ଥର ବିଧାୟକ 2009ରୁ 2014 ଏବଂ ଆଜିର ବିଧାୟକ 2024ରୁ ଆଜି 26 ପର୍ଯ୍ୟନ୍ତ ଆଙ୍କ ଅମଳରେ ଯେତିକି କାମ ହେଇଛି ଆମର, ଆପଣ ବ୍ରିଜ କଥା ଦେଖନ୍ତୁ, ରାସ୍ତାଘାଟ କଥା ଦେଖନ୍ତୁ, ବର୍ତ୍ତମାନ ଶିକ୍ଷାନୁଷ୍ଠାନ ମାନଙ୍କର ମଧ୍ୟ ଦେଖନ୍ତୁ। ଗତ ଥର ସେ ଯେତେବେଳେ MLA ଥିଲେ ସେତେବେଳକୁ ଆମର ରାଜୀବ ଗାନ୍ଧୀ ହାଇସ୍କୁଲ ତାଙ୍କ ଅମଳ ହେଇଥିଲା, ଆପଣଙ୍କର ସୁବାଇ ଶହୀଦ ଲକ୍ଷ୍ମଣନାୟକ ହାଇସ୍କୁଲ ହେଇଥିଲା, ସେମୁଡ଼ା RK ହାଇସ୍କୁଲ ହେଇଥିଲା, ଦାମୋଦରର ଆଲମିରା ହାଇସ୍କୁଲ ହେଇଥିଲା। ଏମିତି ଗୁଡ଼ାଏ ଅନୁଷ୍ଠାନ ତାଙ୍କ ସମୟରେ ହେଇଥିଲା, କିନ୍ତୁ ପୂର୍ବତନ ବିଧାୟକ ସମୟରେ ଗୋଟେ ମଧ୍ୟ ଅନୁଷ୍ଠାନ ହେଇନଥିଲା। ଆପଣମାନଙ୍କର ମନେ ଥିବ, ଆପଣମାନେ ବି ଜାଣିଥିବେ, ଗୋଟେ ମଧ୍ୟ ଅନୁଷ୍ଠାନ କରୁନଥିଲେ। ସେ ଏବେ ଏଲିଗେସନ୍ ଆଣୁଛନ୍ତି ଯେ ମଡେଲ ଡିଗ୍ରୀ କଲେଜ ଭଙ୍ଗାଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ କାହିଁକି କରାଯାଉନାହିଁ। 2018 ମସିହାରେ ତାକୁ ଅନୁମୋଦନ କରାଯାଇଥିଲା। ସେ ସମୟରେ ଏମାନେ କାମ କରିବା ପାଇଁ ତତ୍ପର ହେଲେ। 2019 ଯେତେବେଳେ ନିର୍ବାଚନ ସରିଲା, ଏମାନେ ତ ସେତେବେଳେ ଜାଣିଥିଲେ ଯେ ରାସ୍ତା ଦେଇକି ଭାରତମାଳା ଯିବ, ଏ ବିଲ୍ଡିଂଟା ଭଙ୍ଗା ହେବ। ତ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ଟେଣ୍ଡର କରିବା ପାଇଁ ମାନେ ପ୍ରଶ୍ରୟ ଦେଲେ? ସେତେବେଳେ କରାଯାଉ ନଥିଲା, କରାହେଲା, ଭାଙ୍ଗି ବି ଗଲା। ତା ପାଇଁ ଜିଲ୍ଲା ପ୍ରଶାସନ ଜାଗା ମଧ୍ୟ ଦେଇଛନ୍ତି ଚାରଙ୍ଗଳ ପାଖରେ। ମୁଁ ନିଜେ ମଧ୍ୟ ବିଧାୟକ ସହ ଯାଇଥିଲି ଶିକ୍ଷା ବିଭାଗକୁ, ସେକ୍ରେଟାରିଏଟରେ ଆମେ ଯୋଗାଯୋଗ କରୁଛୁ। ବର୍ତ୍ତମାନ ବିଧାୟକ ମଧ୍ୟ କଲେକ୍ଟରେଟ୍ କଥାବାର୍ତ୍ତା ହେଉଛନ୍ତି। ଆଜି ସେଟା ଟେଣ୍ଡର ପ୍ରୋସେସରେ ଅଛି, ଆଉ ଅଳ୍ପ ଦିନ ଭିତରେ ସେ କାମ ମଧ୍ୟ ଆରମ୍ଭ ହେଇଯିବ। ତା ସହିତ ଏ ଯେଉଁ କହୁଛନ୍ତି କିଛି କାମ ହେଉନାହିଁ ଏବଂ DMF ପଇସାକୁ ଯେଉଁ ଉପଭୋଗ କରୁଛନ୍ତି ବା ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି, DMF ପଇସା ଯାହା ବି ଆସିଛି ଆମ ନିର୍ବାଚନ ମଣ୍ଡଳୀରେ, ଆଙ୍କ ସମୟରେ ସେମାନେ ଲିମିଟ୍ ଥିଲା ଯେ ଏଫେକ୍ଟେଡ୍ ଏରିଆକୁ ହିଁ ପଇସା ଦେଉଥିଲେ, ଅନଏଫେକ୍ଟେଡ୍ ଏରିଆକୁ ପଇସା DMFରେ ଦେଉନଥିଲେ। କିନ୍ତୁ ବର୍ତ୍ତମାନ ସବୁ ପଞ୍ଚାୟତ ଏଫେକ୍ଟେଡ୍ ପାଇଁ ତାଙ୍କୁ ସୁପାରିଶ କରାଯାଇଛି ଏବଂ ତାଙ୍କର ଗୋଟେ ସର୍ଭେ ହେଇଛି DMF ତରଫରୁ ଯେ 5 to 10, 10 to 25 ଯେତିକି ଏରିଆ କଭର ଅଛି ସବୁ ଏରିଆକୁ DMF ପଇସା ଦିଆହେଇଛି। ଏବଂ DMF କାର୍ଯ୍ୟ କୋଭଳିଆ ହେବ, ଯେଉଁ ଗାଁରେ କାମ ଦିଆହେଇଛି ସେ ଗାଁର ଲୋକ କରିବ। ହୁଏତ ସେ କଂଗ୍ରେସ ଲୋକ ହେଇଥିବ କି ବିଜେଡି ଲୋକ ହେଇଥିବ କିମ୍ବା ବିଜେପି ଲୋକ ହେଇଥିବ, କୌଣସି ଲୋକ ସେ ଗାଁ ଲୋକ ସେ ଗାଁରେ କାମ କରିବ। ଆମେ କଂଗ୍ରେସ ଲୋକ ଯେଉଁ 10 ବର୍ଷ 20 ବର୍ଷ ବିନା MLA ବିନା ସରକାର ରହିଲୁ, ଗୋଟେ ଦିନ ମଧ୍ୟ ଆମେ ତାଙ୍କର ଦାଣ୍ଡକୁ ଯାଇନୁ କାମ ମାଗିବା ପାଇଁ। ଆପଣମାନେ ଜାଣିଥିବେ ଆମେ ସ୍ୱାଭିମାନ ସହିତ ବଞ୍ଚୁଥିଲୁ। କିନ୍ତୁ ଏ 2 ବର୍ଷ ଭିତରେ ଏମିତି କ'ଣ ହେଇଗଲା ଯେ ନା ତାଙ୍କର କର୍ମୀ ଶୋଇପାରୁଛନ୍ତି ନା ତାଙ୍କର ନେତା ଶୋଇପାରୁଛନ୍ତି। ସୁପାରିଶ ତ ତାଙ୍କ ଅମଳରେ ହେଇଥିଲା। ମୁଁ ତ ବର୍ତ୍ତମାନ ଆଣି ନାହିଁ, କେତେବେଳେ ଆପଣମାନଙ୍କୁ ପଠେଇବି। ସେ ଯେଉଁ ପୁଳା ପୁଳା ସୁପାରିଶ କରୁଛନ୍ତି ପ୍ରକୃତ ସମୟରେ ଆଜି ମଧ୍ୟ ମୋ ପାଖରେ ଅଛି। ସେ କାଗଜ ତାଙ୍କ କର୍ମୀମାନଙ୍କୁ ସୁପାରିଶ ଦେଇଛନ୍ତି, ତାଙ୍କର ବ୍ଲକ ଚେୟାରମ୍ୟାନ୍ ମଧ୍ୟ ସୁପାରିଶ କରୁଛନ୍ତି।
ସେ କାଗଜ ମଧ୍ୟ ମୋ ପାଖରେ ଅଛି। ଦରକାର ପଡ଼ିବ ଆପଣମାନଙ୍କୁ ସେଇଟା ମଧ୍ୟ ଆମେ ଦେଇପାରିବୁ। ତେଣୁ ଯେ ବିଧାୟକ ହେବ, ଯାହାର ସରକାର ରହିବ, ଅବଭିୟସଲି ସ୍ୱାଭାବିକ ଭାବରେ ସେ ଦଳର କର୍ମୀ ନିଶ୍ଚିତ ଭାବରେ ଅଗ୍ରାଧିକାର ପାଇବେ। କାହିଁକି ଦ୍ୱିମତ ହେବାର କିଛି ନାହିଁ। କିନ୍ତୁ ଏବେ 2 ବର୍ଷ ଭିତରେ ଆଗେ କ'ଣ ଏମିତି ହେଇଗଲା ଯେ ଆମେ 20 ବର୍ଷ ସମ୍ଭାଳିଲୁ, 24 ବର୍ଷ ସମ୍ଭାଳିଲୁ, ଏ 2 ବର୍ଷ ଭିତରେ ଆମର ଭାଙ୍ଗିଗଲା, ସହ୍ୟ କରିପାରୁନାହାନ୍ତି। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳିଆ ଏମିତି ପୁରା ଗୋଟେ ମାନସିକ ସ୍ତର ବୋଧେ ତାଙ୍କର କମିଗଲାଣି। ସେ ମାନସିକ ଭାରସାମ୍ୟ ହରାଇ ସାରିଲେଣି। ତାଙ୍କୁ ବୋଧେ ଟ୍ରିଟମେଣ୍ଟ କରିବାକୁ ପଡ଼ିବ, ବାଞ୍ଚି ଫାଞ୍ଚି ନେବାକୁ ପଡ଼ିବ। କାହିଁ ଅନ୍ୟ ବିଧାୟକ ମାନେ ତ ସେମିତି କିଛି କରୁନାହାନ୍ତି। ଆପଣମାନଙ୍କର ମନେ ଥିବ ପଟାଙ୍ଗ ନିର୍ବାଚନ ମଣ୍ଡଳୀ ଆରମ୍ଭ ହେଲା ଦିନଠାରୁ ଆପଣମାନେ ତ ଆମର ବୟୋଜ୍ୟେଷ୍ଠ ବୁଦ୍ଧିମାନ, ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେତେ ବି ବିଧାୟକ ଆମେ ଜାଣିବାରେ ସ୍ୱର୍ଗତ ଚନ୍ଦ୍ରମା ସାନ୍ତା, ଜୟରାମ ପାଙ୍ଗି, ପ୍ରଫୁଲ୍ଲ ପାଙ୍ଗି, ରାମଚନ୍ଦ୍ର କାଣା, ପ୍ରୀତମ ପାଙ୍ଗି, ଆଙ୍କ ଭିତରେ ସର୍ବାଧିକ ପଶ୍ଚିମ ଆମ ଅଞ୍ଚଳର ଉନ୍ନତି ପାଇଁ ବିଧାନସଭାରେ ରାମଚନ୍ଦ୍ର କାଣା ବି କରିଥିଲେ। ଆପଣମାନେ ନିଶ୍ଚିତ ଭାବରେ ଆକୁ ହୃଦୟଙ୍ଗମ କରିବେ ଏବଂ ଦେଖୁଥିବେ ଆପଣମାନେ। କିନ୍ତୁ ଏ ଯେଉଁ ବିଧାୟକ ମାନେ ଥିଲେ ଆଙ୍କ ଅମଳରେ ମାନେ କ'ଣ କରୁଛନ୍ତି? ଆମ ବିଧାୟକ ସମୟରେ ଆପଣମାନଙ୍କର ମୈତ୍ରୀପୁର ବ୍ରିଜ, ସଭାପୁର ବ୍ରିଜ, ଦୋଲୁର ବ୍ରିଜ, ଗାଞ୍ଜାଗୁଡ଼ା ବ୍ରିଜ, ଏମିତି ଅନେକ ପୋଲ ନିର୍ମାଣ ହେଇଛି ଏବଂ ଆଗକୁ ମଧ୍ୟ ରସଲପୁର ବ୍ରିଜ ଗୋଟେ ହେବାର ଯୋଜନା ଚାଲିଛି। ସେଟା ମଧ୍ୟ ଚିଫ୍ ଇଞ୍ଜିନିୟରଙ୍କୁ ଲେଖିକି ଦିଆହେଇଛି। ସେଇ ଅଳ୍ପ ଦିନ ଭିତରେ ଆମର କାମ ଆରମ୍ଭ ହେବାକୁ ଯାଉଛି। ଶିକ୍ଷା କ୍ଷେତ୍ରରେ ଦେଖିବେ ଏବେ ସେ ନିଜେ ଗୋଟେ କଲେଜ ମଧ୍ୟ କରିବାକୁ ଯାଉଛନ୍ତି, ଯେହେତୁ ସାମଲିଗୁଡ଼ାରେ ଡିଗ୍ରୀ କଲେଜ ନାହିଁ। ଇଏ ଯେଉଁ କଲେଜ ଅଛି ଏଟା ଅର୍ବାନକୁ ପଳାଉଛି, ଆମ କନଷ୍ଟିଟ୍ୟୁନ୍ସିରେ ନାହିଁ, ସେମୁଲୁଡ଼ା ପାଇଁ ନାହିଁ। ପଟାଙ୍ଗରେ ଅଛି +3 କଲେଜ ଏବଂ ନଙ୍ଗପୁରରେ ଅଛି, କିନ୍ତୁ ସେମୁଲୁଡ଼ାରେ ନାହିଁ। ସେଥିପାଇଁ ଗୋଟେ କଲେଜ କରାହେଉଛି। ଶିକ୍ଷାର ବିକାଶ କରିବା ପାଇଁ, ଶିକ୍ଷା ଅନୁଷ୍ଠାନ ଗଢ଼ିବା ପାଇଁ କ'ଣ ମନା ଅଛି? ତାଙ୍କ ଜୀବନ କାଳ ଭିତରେ ତ ସେ କଲେ ନାହିଁ। ଏବେ ଗୋଟେ ଅନୁଷ୍ଠାନ ହେଉଛି, ତାଙ୍କର ଏତେ ଛୋଟ ମନୋବୃତ୍ତି କ'ଣ ପାଇଁ ଅଛି? ତାମାନେ ସେ ଶିକ୍ଷାକୁ ବିରୋଧ କରୁଛନ୍ତି ବୋଧେ। ସରକାର ଜାଗା ଦେଇଛନ୍ତି, ତାର କାଗଜପତ୍ର କରାହେଇଛି, କଲେକ୍ଟର ଦେଇଛନ୍ତି, ତହସିଲଦାର ଦେଇଛନ୍ତି, ସମସ୍ତଙ୍କୁ କମିଶନର କ'ଣ ଜବରଦସ୍ତ କରାହବ? ସେ କହୁଛନ୍ତି ଯେ ନାଇଁ ଆମେ CLP ଲିଡର ବୋଲି ସମସ୍ତଙ୍କୁ ଧମକଉଛନ୍ତି। CLP ଲିଡର କ'ଣ ସେ ହେଇନାହାନ୍ତି କି? ତାଙ୍କ ପାର୍ଟି ତରଫରୁ କ'ଣ ମାନ୍ୟତା ମିଳିନାହିଁ କି? ଏ ଯେଉଁ କହୁଛନ୍ତି CLP ଲିଡର ବୋଲି ସମସ୍ତଙ୍କୁ ଧମକଉଛନ୍ତି। ସେ ଯେତେବେଳେ ଥିଲେ ସେଟା ଭୁଲ। ବ୍ୟକ୍ତିଗତ କଲେଜ ପାଇଁ ସେଟା ହଉନାହିଁ। ସରକାରୀ କଲେଜ ଯେଉଁ ଅଛି 18 କୋଟି ଟଙ୍କା ଦିଆହେଇଛି, ତା ପାଇଁ ଟେଣ୍ଡର ପ୍ରୋସେସ ହେଉଛି ଏବଂ ଚାରାଙ୍ଗୁଲରେ ଯେଉଁ ଜାଗା ଚିହ୍ନଟ କରାହେଇଛି ସେଇ ଜାଗାରେ ସେଟା ହବ। ସରକାରୀ କଲେଜ ହବ, ନିଶ୍ଚିତ ହବ। ଏଠି ତ ଲେଖା ହେଇଛି ଟେଣ୍ଡର ଆରମ୍ଭ ହବ। ବିଲାପୁର ଜଗନ୍ନାଥ ମନ୍ଦିରରେ ଭଗବାନଙ୍କ ପାଇଁ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ରହିଛି ଏବଂ ସେ ମଧ୍ୟ ଜଣେ ଭକ୍ତ। ସେ ବିଲାପୁର ମନ୍ଦିର ଯେତେବେଳେ ପ୍ରତିଷ୍ଠା ହେବାକୁ ଯାଉଥିଲା, ତାର ଗୋଟେ 20 ଦିନ ପୂର୍ବରୁ, ମୋର ଭଲରେ ମନେ ଅଛି, ଗୋଟେ 20 ଦିନ ପୂର୍ବରୁ ସେ ଗୋଟେ ମେମ୍ବରସିପ୍ ବହି ଧରିକି ବୁଲୁଥିଲେ, ଯୋଉଟାକି ରସିଦ ବହି କଲେକ୍ସନ କରିବା ପାଇଁ। କ'ଣ ଥିଲା ତାହିଁରେ ନା ଲାଇଫ୍ ମେମ୍ବର ହେବ, 10,000 ଟଙ୍କା ଦିଆହେବ। ସେ ମୋତେ ବି ପଚାରିଥିଲେ, ଗୋଟେ ପ୍ରୋଗ୍ରାମକୁ ଆମେ ଯାଇଥିଲୁ, ସେ ବି ଆସିଥିଲୁ, ମୁଁ ବି ଯାଇଥିଲି, ମୋ ସେତେବେଳେ ବିଧାୟକ ପ୍ରତିନିଧି ଥିଲେ। ମୋତେ ବି କହିଲେ ଯେ ଭାଇ ତୁ ଲାଇଫ୍ ମେମ୍ବର ହେଇଯା। ମୁଁ କହିଲି ଭାଇନା ମୋ ଲାଇଫ୍ ମେମ୍ବର ଅଲରେଡି ହେଇଯାଇଛି, ତେଣୁ ମୋ ହେବାର ନାହିଁ। ତେଣୁ ଲୋକେ କହୁଛନ୍ତି ସେ ବହି ନେଇକି ଗଲେ, ଲାଇଫ୍ ମେମ୍ବର 10,000 ଲାଖ କଲେକ୍ସନ କରିଛନ୍ତି, ତାହିଁରେ କେତେ କଲେକ୍ସନ ହେଇଛି, ସେ କେତେ ଡିପୋଜିଟ୍ କରୁଛନ୍ତି ନା ଟୋଟାଲି କଲେକ୍ସନ ନାହିଁ, ସେଟା ଭଗବାନଙ୍କୁ ଜଣା। ଯଦି ସେ କଲେକ୍ସନ କରିନାହାନ୍ତି ବହିଟା ଫେରେଇ ଦେଇଥାନ୍ତେ। ଯଦି କଲେକ୍ସନ କରିଛନ୍ତି, ଏ ବହିରେ ଏତିକି ଟଙ୍କା କଲେକ୍ସନ ହେଲା, ସେଟା ବି ଦେଖେଇଥାନ୍ତେ। ଲୋକେ କହୁଛନ୍ତି, ଆଜ୍ଞା ଆମେ କହୁଛୁ, ବିଲାପୁର ମନ୍ଦିର କଥା ଲୋକେ କହୁଛନ୍ତି, ଆମେ କହୁଛୁ। ସେ ଯୋଉ କହୁଛନ୍ତି ଆଜ୍ଞା DMF ଫଣ୍ଡରେ ଲାଇଟ୍ ଦିଆହେଇଛି, MLA ଫଣ୍ଡ ମତେ ଲାଇଟ୍ ଦିଆହେଇଛି। DMF ଫଣ୍ଡରେ ଆମର 10 ଲକ୍ଷ ଟଙ୍କା ଲାଇଟ୍ ଦିଆହେଇଛି ଗୋଟେ ପଞ୍ଚାୟତକୁ, ବିଧାୟକ ପାଣ୍ଠିରୁ ମଧ୍ୟ 3 ଲକ୍ଷ ଟଙ୍କା ଦିଆହେଇଛି। ବିଧାୟକ ପାଣ୍ଠିରୁ ଯୋଉଟା ଦିଆହେଇଛି ସେଠି ଆଜ୍ଞା ଲାଇଟ୍ ଅଛି, DMF ଫଣ୍ଡ ଲାଗୁନାହିଁ। ଆପଣମାନେ ବି ଇନକ୍ୱାରି କରି ଦେଖିପାରିବେ। ଏଲିଗେସନ କରିବା କ'ଣ ଅଛି? ସେ ଯେତେବେଳେ ବିଧାୟକ ଥିଲେ, ସେ ସେତେବେଳେ ସେ ଲାଇଟ୍ ଲଗେଇଛନ୍ତି ନା ନାହିଁ? ସେ ବି ତ ଲଗେଇଛନ୍ତି ଲାଇଟ୍, ତାଙ୍କ ନାଁ ବି ତ କଳଘର ଲାଗିଛି। ଆମେ ତ ସେତେବେଳେ କରୁନଥିଲୁ, ଆମେ ଚାହୁଁଥିଲୁ ଯେ ବି ହଉ ଲାଗିଲା, ସେ ଲଗେଇଲା, ତାଙ୍କ ନାଁ ଲଗାନ୍ତୁ, କ'ଣ ଅସୁବିଧା ଅଛି ତାରେ? ଦ୍ୱିମତ ହେବାର କିଛି ନାହିଁ। କିନ୍ତୁ ଶୋଇପାରୁନାହାନ୍ତି କାହିଁକି? ଏତେ ଅସହିଷ୍ଣୁତା କ'ଣ ପାଇଁ?
ସେ ଆଉ 2600 କୋଟି ଟଙ୍କା ହେଲା ନା 2400 କୋଟି ଟଙ୍କା ହେଲା ନା 2500 କୋଟି ଟଙ୍କା ହେଲା ସେଇଟା ସେ ହିଁ ଜାଣିଥିବ। ସେମିତି କିଛି ନଥିପତ୍ର ନାହିଁ କି ଏମଏ ସେ ହିସାବରେ ସାକ୍ଷର ହେଇନାହିଁ। ଯଦି ଏମଏ ହେଇଥାନ୍ତା ଏତିକି ଟଙ୍କାର ତାହେଲେ ଆମେ ଜାଣିଥାନ୍ତେ ତ ସେତିକି ଟଙ୍କାର ପ୍ରୋଜେକ୍ଟ ସେଟା ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହଉଛି ଯେ କାଡ଼ାମ ଗୁଡ଼ା ତାଙ୍କର ଗାଁରେ କାହିଁକି କଲେ? ସେ କାଡ଼ାମ ଆଉ ଚାହୁଁନଥିଲେ କାଡ଼ାମ ଗୁଡ଼ାରେ କରିବା ପାଇଁ। ସେ ଅଞ୍ଚଳର ଲୋକ ପ୍ରସ୍ତାବ ଦେଲେ ଏବଂ ସେ ଅଞ୍ଚଳର ଲୋକ ରାଜି ହେଲେ ସର୍ବସମ୍ମତି କ୍ରମେ ସେଠି କରିବା ପାଇଁ ନିଷ୍ପତ୍ତି ଦିଆଗଲା। ତେଣୁ ସେଠି କରାହେଲା। ଅସୁବିଧା ରହିଲା କୋଉଠି? ଶୁଭ ଦିଆହେଲା ସେଦିନ କାଡ଼ାମ ବାବୁ ନଥିଲେ, ଏତେ ଜବରଦସ୍ତ ଯାଇଥିଲେ ଉଦ୍ଘାଟନ କରିବା ପାଇଁ। ଯଦି ଗଲେ ରହିଲେ ନାହିଁ ସେଠି। ଏ ଅଞ୍ଚଳର ବିକାଶ ଚାହୁଁନାହାନ୍ତି ନା ବିକାଶ ହଉଛି ବୋଲି ଶୋଇପାରୁନାହାନ୍ତି। ସରକାର ଦେଇଛନ୍ତି ଏଠୁ ତାଙ୍କୁ ଜାଗା ଦେଇଛି ଗ୍ରୀନ ଫାଇଲ୍ ଜାଗା କଣ କାଡ଼ାମ ବାବୁର ନା ସେ ୟାଙ୍କର ପୈତୃକ ସମ୍ପତ୍ତି ନା କଣ ସେଇଟା ତାଙ୍କୁ କରିବା ପାଇଁ ସେଇଟା ଲୋକଙ୍କୁ ଲିଜ ଦିଆଯାଇଥିଲା। ସେ ଲୋକମାନେ ଦେଇଛନ୍ତି ତାଙ୍କୁ, କାହିଁ ତାଙ୍କର କିଛି ଲେନଦେନ ନାହିଁ। କଥା କୁହନ୍ତୁ ମାଳି ପର୍ବତ କଥା କୁହନ୍ତୁ, ତାଙ୍କୁ ପିରିୟଡରେ ଦିଆଯାଇଛି ସେଟା। ସେରୁବନ୍ଧ ହାଜିର ନାହିଁ ନା। ଏମାନେ ସେତେବେଳେ ପ୍ରୋଟେଷ୍ଟ କଲେ ନାହିଁ, ବିରୋଧ କଲେ ନାହିଁ ସେରୁବନ୍ଧର ଲୋକଙ୍କର ସୁରକ୍ଷା ପାଇ ବୋଲି। ଲୋକ ଚାହୁଁନାହାନ୍ତି ଢେର ହବ ନାହିଁ ବୋଲି। ସେତେବେଳେ ତ ପାର୍ଟି ଖୋଲୁନଥିଲେ କିଏ ପ୍ରତ୍ୟାଖ୍ୟାନ କଲେ। ସେ ଯଦି ସେତେ ଭଲ କାମ କରିଥିଲେ, 24 ବର୍ଷ ତାଙ୍କର ସରକାର ଥିଲା, ସେ ବି 5 ବର୍ଷ ବିଧାୟକ ଥିଲେ। ଗୋଟେ ଥର ତ ତାଙ୍କର ଦଳ ତାକୁ ରିଜେକ୍ଟ କଲା, ଟିକେଟ ଦେଲା ନାହିଁ। ପୁଣି ଥରେ ଟିକେଟ ଦେଲା। ଟିକେଟ ଦେଲା ପରେ ଯଦି ଭଲ କାମ କରିଥାନ୍ତେ ତାହେଲେ ତ ନିଶ୍ଚିତ ଭାବରେ ସେ ଏଥର ବିଜୟ ଲାଭ କରିଥାନ୍ତେ। ପରାଜୟ ହେଲେ କାହିଁକି? ଲୋକ ତାଙ୍କୁ ଗ୍ରହଣ କରୁନାହାନ୍ତି। ଲୋକ ମତକୁ ସମ୍ମାନ ଦେବାକୁ ପଡିବ। ବିଜୟ ନାହାନ୍ତି ଯେହେତୁ ସେ କଂଗ୍ରେସ ଦଳର ବିଧାୟକ, ଆମେ ଜଣେ ଜଣେ କର୍ମୀ କଂଗ୍ରେସ ଦଳର, ଆମେ ଗୋଟେ ଗୋଟେ ଅଞ୍ଚଳର ଦାୟିତ୍ୱ ନେଇଛୁ। ତେଣୁ ବିଧାୟକଙ୍କୁ ସମର୍ଥନ କରିବା, ବିଧାୟକଙ୍କୁ ଆମେ ପ୍ରୋଟେଷ୍ଟ କରିବା, ସେଇଟା ଆମ କର୍ତ୍ତବ୍ୟ। ସେଥିପାଇଁ ଆମେ ଆସିଛୁ। ବିଧାୟକ କାହିଁକି ଆମେ ସେ ତ ଠିକ ଦଳ ତରଫରୁ କଂଗ୍ରେସ ଦେବେ କି ନ ଦେବେ ସେଟା ତାଙ୍କ ତାଙ୍କୁ ଉପରେ। ଅଧଘଣ୍ଟା ସିଟ୍ ରହିଥାନ୍ତା। ନାଇଁ ସେ ପରବର୍ତ୍ତୀ ସମୟରେ ସେ ଦେବେ କି ନ ଦେବେ ସେ ବି ଚାହୁଁନାହାନ୍ତି ସେ ଏତେ ତଳ ସ୍ତରକୁ ଯିବା ପାଇଁ। ଯେହେତୁ ଆମେ ଦେଖିଲୁ ଲୋକଲୋଚନକୁ ଟିକେ ମେସେଜ ଅଲଗା ପ୍ରକାର ଯାଉଛି, ସତଟା କଣ? ତେଣୁ ଆମେ 3 ଜଣ ସଭାପତି କଥା ହେଲୁ ଏବଂ ଆମର ବରିଷ୍ଠ ନେତା ମାନେ ଯେଉଁମାନେ ବିଧାୟକ ପ୍ରତିନିଧି ଅଛନ୍ତି ଆମେ କଥା ହେଲୁ। ଆପଣମାନଙ୍କୁ ଜଣେଇକି ଆମେ ବିଧାୟକ ଥିଲେ ଠିକ ଥାନ୍ତା ଯେହେତୁ ସେ ପରେ କରିପାରିବେ ସେଟା ବିଧାୟକ କରିବେ ନ କରିବେ ସେଟା ତାଙ୍କ ଉପରେ। ହୁଁ